ତାମିଲନାଡୁ ତିରୁପୁରର ସଣ୍ଡେ ମାର୍କେଟ ବୁଲିବା ପାଇଁ ଏତେ କଷ୍ଟ ସହିବାକୁ ପଡିବ ବୋଲି ମୁଁ କେବେ ଜାଣିନଥିଲି। ଆଜି ଏମିତି କଣ ହେଲା ଯେ ଆମେ ସବୁ ସକାଳୁ ଉଠି ବାହାରିଲୁ ତିରୁପୁର ଯିବା ପାଇଁ, କାହିଁକି ନା ବହୁତ ଦିନ ହେଇଗଲାଣି କିଛି ସପିଂ କରାହେଇନି ଆଉ ଡ୍ରେସ ପ୍ୟାଣ୍ଟ ଗୁଡାକ ସବୁ ପୁରୁଣା ହେଇଗଲାଣି। ସେଥିପାଇଁ ଆମେ ସବୁ ସାଙ୍ଗ ବାହାରି ପଡିଲୁ ତିରୁପୁର ଯିବା ପାଇଁ। ଆଉ ତିରୁପୁର ମାର୍କେଟରେ ଝିଅମାନେ ବହୁତ ଆସନ୍ତି, ସେଥିପାଇଁ ଟିକେ ଷ୍ଟାଇଲିଶ ହେଇକି ନ ଗଲେ ଝିଅମାନେ ଭାଉ ଦେବେନି। ସାଙ୍ଗ ପାଖରୁ ହେୟାର ଡ୍ରାୟର ମାରିକି ମୁଁ ଫାଇନାଲି ରେଡି ହେଇଗଲି। ଆଉ ଏପଟେ ଶାହରୁଖ ଖାନ ଡ୍ରେସ ପିନ୍ଧି କରି ରେଡି, ଆଉ ତାଙ୍କ ସହ ସଲମାନ ଖାନ ବି ଥିଲେ। मैं आ जाऊं क्या अपनी बात। ଆଉ କିଛି ସମୟ ପରେ ଏଣ୍ଟ୍ରି ହେଲା ହିତିକ ରୋଶନର। ଆଉ ମୁଁ ତ ପୁରା ଅକ୍ଷୟ କୁମାର ପରି ଦେଖା ଯାଉଥିଲି। चुरा के दिल मेरा ଏତେ ସବୁ ସେଲିବ୍ରିଟିକୁ ଭେଟ କରିସାରି ଆମେ ଫାଇନାଲି ଚାଲିଲୁ ବଜାର ଆଡେ। ଆଉ ସକାଳେ କିଛି ଖାଇ ନଥିଲୁ ବୋଲି କମ୍ପାନୀ ବାହାର ବେକେରୀରେ ବ୍ରେକଫାଷ୍ଟ କରିବା ପାଇଁ ବାହାରିଲୁ। ଆଉ ମୁଁ ମୋ ପାଇଁ ଅର୍ଡର କରିଥିଲି ବାଦାମ ସେକ୍, ଯାହାର ରେଟ୍ ଥିଲା 50 ଟଙ୍କା ଆଉ ଟେଷ୍ଟରେ ବି ଭଲ ଥିଲା। ବାଦାମ ସେକ୍ ପିଇ ସାରିବା ପରେ ଆମେ ବାହାରି ଗଲୁ ବସଷ୍ଟାଣ୍ଡ ଆଡକୁ। ଆଉ ସେତିକି ଭିତରେ ଗୋଟେ ବସ୍ ଚାଲି ଆସିଥିଲା, କିନ୍ତୁ ଦୌଡିକି ଯାଉ ଯାଉ ବହୁତ ଡେରି ହେଇଗଲା। ଆଉ ବସ୍ ଟା ବି ଆମ ହାତରୁ ଫେଲ ହେଇଗଲା। ଆଉ ଆମ ସହ ଆଗକୁ ବହୁତ ବଡ ଘଟଣା ଘଟିଲା। ଆଉ ସେଇ ଘଟଣାଟା କଣ ପାଇଁ ଘଟିଲା ଜାଣିବା ପାଇଁ ଆମକୁ ଫଲୋ କରି ରଖନ୍ତୁ। ତ ଦେଖା ହେବା ନେକ୍ସଟ ପାର୍ଟ ରେ। ତ ରହିଲି, ଜୟ ଜଗନ୍ନାଥ।